ଶୁଣନ୍ତୁ ଆଜ୍ଞା, ଆପଣ ଯେଉଁ କହିଲେ ଉପାସ କଥା, ଉପାସ କରିବା ବହୁତ ଭଲ, କିନ୍ତୁ ତାର ଗୋଟେ ସାଇଣ୍ଟିଫିକ୍ ପ୍ରୋସେସ୍ ଅଛି। ଯେଉଁ ପ୍ରୋସେସ୍ରେ ଆମେ ଯଦି ଫାଷ୍ଟିଂ କରିବା ସେଟା ଆମ ବଡିକି ଏନର୍ଜେଟିକ୍ କରିବ, ପ୍ଲସ୍ ଆମ ବଡିର ଟକ୍ସିନ୍ସକୁ କ୍ଲିୟର କରିବ, ବଡିକୁ କ୍ଲିନ୍ କରିବ। କିନ୍ତୁ ଗୋଟେ ପ୍ରୋସେସ୍ରେ ଆମେ ଯିବା ନା ଆଉ। ମୁଁ ତ କ୍ଲିନିକରେ ଦେଖୁଛି ଯେ ଉପାସ କରିକି ବହୁତ ସ୍ତ୍ରୀ ଲୋକଙ୍କର ଗ୍ୟାଷ୍ଟ୍ରିକ୍ ବାହାରି ପଡୁଛି, ଅନ୍ୟାନ୍ୟ ରୋଗ ବାହାରି ପଡୁଛି, ବଡି ୱିକ୍ ହେଇଯାଉଛି। କାରଣ ସେମାନେ ଗୋଟେ ପ୍ରୋସେସ୍ ଫଲୋ କରୁନାହାନ୍ତି। ଆଜି ସୋମବାର ଉପାସ, କାଲି ମଙ୍ଗଳବାର ଏଟା ଉପାସ, କାଲି ତା ପରଦିନ ଗୁରୁବାର ସେମିତି ଉପାସ, ଆଉ ତା ପରଦିନ କଣ ଗୋଟେ ଓଷା ପଡିଲା ଉପାସ, ଖିଆ ନାହିଁ ପିଆ ନାହିଁ ପାଣି ନାହିଁ, ତା ଭିତରେ ଧୁମ କାମ। ତ ଏମିତି ହେଲେ କଣ ହବ? ଦେହ ଖରାପ ହେଇଯିବ ଅଟୋମେଟିକ। ତେଣୁ ଉପାସ କରନ୍ତୁ, ସେଟା ନିହାତି ଆବଶ୍ୟକ, ବଟ୍ ସାଇଣ୍ଟିଫିକାଲି ଯେଉଁ ପ୍ରୋସେସ୍ ଅଛି ସେ ପ୍ରୋସେସ୍କୁ ଫଲୋ କରିକି କଲେ ସବୁ ଜିନିଷ ଠିକ୍ ହବ। ଆପଣ ଧରନ୍ତୁ ପାଠ ପଢୁଛନ୍ତି, ପାଠ ବି ଗୋଟେ ପ୍ରୋସେସ୍ରେ ପଢ଼ିବାର ଅଛି। ଆପଣ ପାଠଟାକୁ ଠିକରେ ନ ପଢ଼ିକି ଆପଣ କଣ କରିବେ, ଏଠୁ ପଳେଇ ସେଠୁ ପଳେଇ ସେଠୁ ପଳେଇ ଏପାଠ ସେପାଠ, ଲାଷ୍ଟକୁ କଣ ହବ? ଖେଚେଡି। ତେଣୁ ସେଇଆ, ସବୁ ଜିନିଷକୁ ଆମେ ଗୋଟେ ସିଷ୍ଟମରେ ଫଲୋ କଲେ ତାର ରେଜଲ୍ଟ ଆମେ ପାଇବା।